ଜୟ ଜଗନ୍ନାଥ। ନମସ୍କାର ପ୍ରିୟ ଦର୍ଶକ ବନ୍ଧୁ, ମୁଁ ଜ୍ୟୋତିଷାଚାର୍ଯ୍ୟ ପ୍ରମୋଦ ପରାପଣ୍ଡା ଆପଣମାନଙ୍କୁ ସ୍ୱାଗତ କରୁଛି ଆପଣମାନଙ୍କର ପ୍ରିୟ ଚ୍ୟାନେଲ ଆଷ୍ଟ୍ରୋ କଲ୍ୟାଣ ଚ୍ୟାନେଲକୁ। ପ୍ରିୟ ଦର୍ଶକ ବନ୍ଧୁ, ଯେଉଁ ବ୍ୟକ୍ତିମାନେ ଉକ୍ତ ଚ୍ୟାନେଲକୁ ଦେଖୁଛନ୍ତି ସବସ୍କ୍ରାଇବ୍ କରିନାହାନ୍ତି ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ, ଅଧିକରୁ ଅଧିକ ସେୟାର କରନ୍ତୁ। ଏବେ ଆସନ୍ତୁ ଜାଣିବା ଆଜି ଦିନର ସୁନ୍ଦର ଟିପ୍ସଟି। ଭଗବାନ ଦେବଦେବ ମହାଦେବଙ୍କର ମାସ ଆଜି ହେଉଛି ଶ୍ରାବଣ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥି। ଯଦି ଧନ ଉପାର୍ଜନ କରିବାକୁ ଚାହୁଁଛନ୍ତି ବା ପୂର୍ବୋର୍ଜିତ ଧନକୁ ପ୍ରାପ୍ତି କରିବାକୁ ଚାହୁଁଛନ୍ତି, ଏତଦ ବ୍ୟତୀତ ଯଦି ନିଜର କିଛି ନିଜେ ଦୋଷ କରିଛନ୍ତି, ପାପ କରିଛନ୍ତି, ପାପରୁ ମୁକ୍ତ ହେବାକୁ ଚାହୁଁଛନ୍ତି, ତାହେଲେ ନିଶ୍ଚିତ ରୂପରେ ଆଜି ଦେବଦେବ ମହାଦେବଙ୍କ ମନ୍ଦିରକୁ ଯାଆନ୍ତୁ, କିଛି ଗଙ୍ଗା ଜଳ ଦାନ କରନ୍ତୁ। ମହାଦେବଙ୍କ ମନ୍ଦିରରେ ଆଜି ଶ୍ରୀମଦ୍ ଭଗବତ ଗୀତା ଏକାଦଶ ଅଧ୍ୟାୟ ପାଠ କରନ୍ତୁ ଏବଂ ବିଷ୍ଣୁ ସହସ୍ର ନାମ ପାଠ କରନ୍ତୁ। ଯେଉଁମାନେ ଶୁଦ୍ଧାତ୍ମା ଅଛନ୍ତି, ଆମେ କୌଣସି ପାପ କରିନାହାନ୍ତି, କିଛି ଅସୁବିଧା ହେଇନି, କିଛି ବାଧା ନାହିଁ, ସେମାନଙ୍କ ପାଇଁ ବହୁତ ଫଳପ୍ରଦ। ଆଉ ଯେଉଁମାନଙ୍କର ମନ ଭିତରେ ଲାଗୁଛି ମୋ ତରଫରୁ କିଛି ଗଲତ ହେଇଯାଇଛି, ଯାହାଫଳରେ ମୁଁ ଅନେକ ପ୍ରକାର କଷ୍ଟ ପୀଡ଼ା ପାଉଛି, ତାହେଲେ ଆପଣ ଚୁପଚାପ ଯାଆନ୍ତୁ ମହାଦେବ ମନ୍ଦିରରେ ଗଙ୍ଗା ଜଳ ଦାନ କରନ୍ତୁ। ଶ୍ରୀମଦ୍ ଭଗବତ ଗୀତା ଏକାଦଶ ଅଧ୍ୟାୟ ପାଠ କରନ୍ତୁ ଏବଂ ବିଷ୍ଣୁ ସହସ୍ର ନାମ ପାଠ କରନ୍ତୁ। ଓମ୍ ନମୋ ଭଗବତେ ବାସୁଦେବାୟ ମିନିମମ୍ 3 ମାଳା ଜପ କରନ୍ତୁ। ତୁଳସୀ ମାଳାରେ ବହୁତ ଲାଭ ରହିବେ। ଏ ତଥ୍ୟରେ ଆଜି ଦିନର ସୁନ୍ଦର ଟିପ୍ସଟି। ଏବେ ଆସନ୍ତୁ ଜାଣିବା ଆଜି ଦିନର ପଞ୍ଚାଙ୍ଗ ଏବଂ 12ଟି ରାଶିର ରାଶିଫଳ ବିଷୟରେ। 14 ଅଗଷ୍ଟ 2026 ମସିହା ଶ୍ରାବଣ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥି ପୂର୍ବା ଫାଲ୍ଗୁନୀ ନକ୍ଷତ୍ର ଶୁକ୍ରବାର। ଆଜି ଦିନର ଶୁଭାଶୁଭ ସମୟ ପ୍ରାତଃ 5ଟା 27 ଠାରୁ 10ଟା 14 ପର୍ଯ୍ୟନ୍ତ ଶୁଭ ସମୟ ପ୍ରଭାବ। ତତ୍ପଶ୍ଚାତ ପ୍ରାତଃ 11ଟା 52 ଠାରୁ ମଧ୍ୟାହ୍ନ 1ଟା 27 ପର୍ଯ୍ୟନ୍ତ ଶୁଭ ସମୟ ପ୍ରଭାବ। ତତ୍ପଶ୍ଚାତ ସାୟଂ 4ଟା 39 ଠାରୁ 6ଟା 15 ପୁନଃ 9ଟା 3 ଠାରୁ ରାତ୍ର 10ଟା 27 ଏତଦ୍ ବ୍ୟତୀତ ପୁନଃ ରାତ୍ର 11ଟା 51 ଠାରୁ ଅର୍ଦ୍ଧରାତ୍ର ପ୍ରାତଃ 2ଟା 39 ପର୍ଯ୍ୟନ୍ତ ଶୁଭ ସମୟ ଭାବ ହେବ। ଆଜି ଦିନ ରାହୁ କାଳ ସମୟ ପ୍ରାତଃ 10ଟା 15 ଠାରୁ 11ଟା 51 ପର୍ଯ୍ୟନ୍ତ ରାହୁ କାଳ ସମୟ ଭାବ ହେବ। ଆଜି ଦିନର ଘାତ ବାର, ଆଜି ଶୁକ୍ରବାର, ମିଛା ରାଶି, ଧନୁ ରାଶି ଏବଂ ମୀନ ରାଶିକୁ ଘାତ ବାର ଅଛି। ଟିକେ ସାବଧାନ। ନୋ ଆର୍ଗୁମେଣ୍ଟ ସହିତ କଳହ କରିବା ଉଚିତ ନୁହେଁ, ବା ଆମ ସହିତ ଯଦି କିଏ କହୁଛି ଶାନ୍ତ ରହିବା, ସ୍ଥାନକୁ ପରିବର୍ତ୍ତନ କରିବା ବହୁତ ଆବଶ୍ୟକତା ଅଛି। ଆଜି ଦିନର ଘାତ ଚନ୍ଦ୍ର ଆଜି କର୍କଟ ରାଶି, ମକର ରାଶି, ଚାहे କର୍କଟ ଲଗ୍ନ ଚାहे ମକର ଲଗ୍ନ ହଉନା କାହିଁକି, ଯେଉଁ ପୁରୁଷ ବ୍ୟକ୍ତି ମାନଙ୍କ ପାଇଁ ଟିକେ ସାବଧାନ ରହିବାକୁ ପଡ଼ିବ। ଘାତ ଚନ୍ଦ୍ର ଅଛି। ଆଜିର ଏତ ଥିଲା ଆଜି ଦିନର ସୁନ୍ଦର ପଞ୍ଚାଙ୍ଗ ଏବଂ ଟିପ୍ସ। ଏବେ ଆସନ୍ତୁ ଜାଣିବା ଆଜି ଦିନର 12ଟି ରାଶିର ରାଶିଫଳ କ'ଣ କହୁଛି ଆମ ଭାଗ୍ୟଚକ୍ର, କ'ଣ ସାବଧାନ ରହିବା ଆମେ। ଡୁ ୟୋର ଡ୍ୟୁଟି, ଡ୍ୟୁଟି ଇଜ୍ ଗଡ୍, କର୍ମ ହିଁ ଭଗବାନ। ଆମେ କର୍ମ କରି ଚାଲିଛେ, କିନ୍ତୁ ସାବଧାନ ବହୁତ ଆବଶ୍ୟକତା ଅଛି। ତାହେଲେ ପ୍ରଦର୍ଶନକୁ ପ୍ରାରମ୍ଭ କରିବା ମେଷ ରାଶିଠାରୁ। ବର୍ତ୍ତମାନ ଚନ୍ଦ୍ରମା ସିଂହ ରାଶିରେ ଅଛନ୍ତି, କେତୁ ସହିତ ଯୁକ୍ତ 6ଠ ଭାବ ମେଷ ରାଶିର 6ଠ ଭାବ। ଚନ୍ଦ୍ରମା ଯେଉଁ ସ୍ଥାନରେ ରୁହନ୍ତି ତାଙ୍କର 7ମ ଭାବକୁ ଦୃଷ୍ଟି ଦେଇଛନ୍ତି। 7ମ ଭାବ ହେଲା କୁମ୍ଭ ରାଶି, ରାହୁ ସହିତ ଯୁକ୍ତି ଅଛନ୍ତି। ବା ନିଶ୍ଚିତ ରୂପରେ ବୁଝିପାରୁଥିବେ ଯେଉଁ ବ୍ୟକ୍ତିଙ୍କ ରାଶି ହେଉଛି ମେଷ ରାଶି। କ୍ରୋଧ, ଅଶାନ୍ତି, ଅସନ୍ତୁଷ୍ଟତା ହେବା ବିଲକୁଲ ଠିକ ନୁହେଁ। ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ। କର୍ଜ ନିଅନ୍ତୁ ନାହିଁ, କର୍ଜ ଦିଅନ୍ତୁ ନାହିଁ, କର୍ଜର ଲେନଦେନ ବ୍ୟକ୍ତିଙ୍କ ସହିତ ଭାଗଦାରୀ ହୁଅନ୍ତୁ ନାହିଁ, ବହୁତ ଭାରି ପଡ଼ିବ। ବନ୍ଧୁ ବାନ୍ଧବ ମିତ୍ରତା ମଧ୍ୟରେ ଅନେକ ପ୍ରକାରର ଛଳ କପଟ ସମସ୍ୟା
ସମ୍ମୁଖୀନ କରିବାକୁ ପଡ଼ିବାର ସମ୍ଭାବନା ଦେଖାଦେଉଛି। ବିଲକୁଲ ମନେ ରଖିଥିବା ଦରକାର, କୌଣସି ପାପ ଧନ, ପାପ ଦ୍ରବ୍ୟ ଏବଂ ବସ୍ତୁ ଗ୍ରହଣ ଆଜି କରନ୍ତୁନି। ସେଥିରେ ଦୁଃଖ ମିଳିବ, ସମସ୍ୟା ମିଳିବ, କଷ୍ଟ ମିଳିବ। ସାବଧାନ। ଆଜିର ଲକି ନମ୍ବର୍ସ 5, ଲକି କଲର୍ସ ଗ୍ରେ, ଲକି ଡାଇରେକ୍ସନ ନର୍ଥ। ବ୍ରହ୍ମ ମୁହୂର୍ତ୍ତରେ ସ୍ନାନ କରି ଭଗବାନ ସୂର୍ଯ୍ୟ ନାରାୟଣଙ୍କୁ 1 ଲୋଟା ଜଳରେ ଲାଲ ମନ୍ଦାର ପୁଷ୍ପ ପକାଇ ଅର୍ଘ୍ୟ ଦାନ କରନ୍ତୁ। ସୁଖର ଦିନ କଟିବ। ବୃଷ ରାଶି। ବୃଷ ରାଶି ବ୍ୟକ୍ତିମାନଙ୍କ ପାଇଁ ବୟୋଜ୍ୟେଷ୍ଠ ବ୍ୟକ୍ତିକୁ ସମ୍ମାନ ଆଦର ଭକ୍ତି କରନ୍ତୁ। ନୋ ଆର୍ଗୁମେଣ୍ଟସ୍। କର୍ମକ୍ଷେତ୍ର ପ୍ରତି ବିଲକୁଲ ଶ୍ରଦ୍ଧେୟବାନ ହୁଅନ୍ତୁ, ଦେଖାବା ନୁହେଁ ଏବଂ ଜବରଦସ୍ତି ବା କାହାକୁ ଛଳ କପଟ କାହା ସହିତ କରିବା, କାହା ସହିତ ଅସନ୍ତୁଷ୍ଟତା ହେବା ଭଲ ନୁହେଁ। ଉଚ୍ଚ ବସ୍ ବା କର୍ମଚାରୀଙ୍କୁ ସମ୍ମାନ ଆଦର ଭକ୍ତି କରନ୍ତୁ। ନିଜର ସନ୍ତାନଙ୍କ ଚରିତ୍ର ଏବଂ ନିଜର ଚରିତ୍ରତା, ଇନଭେଷ୍ଟମେଣ୍ଟ, ଅନ୍ୟଥା ଲଭ୍ କ୍ୟାରିୟରରେ କୌଣସି ଅସନ୍ତୁଷ୍ଟତା ବା ବାଧକ ଆସିବାର ସମ୍ଭାବନା ଦେଖାଦେଉଛି, ଟିକେ ସାବଧାନ। ଆଜିର ଲକି ନମ୍ବର୍ସ 2, ଲକି କଲର୍ସ ହ୍ୱାଇଟ୍, ଲକି ଡାଇରେକ୍ସନ ନର୍ଥ ୱେଷ୍ଟ। ମହାଦେବଙ୍କୁ ଭକ୍ତିର ସହିତ ପୂଜା ଅର୍ଚ୍ଚନା କରନ୍ତୁ। ମହାଦେବଙ୍କୁ ଆଜି ସୁଗନ୍ଧି ଜଳରେ ସ୍ନାନ କରନ୍ତୁ। ସୁଖର ଦିନ କଟିବ। ମିଥୁନ ରାଶି। ମିଥୁନ ରାଶି ବ୍ୟକ୍ତିମାନଙ୍କ ପାଇଁ ମାତାଙ୍କ ସହିତ ଆର୍ଗୁମେଣ୍ଟ କରିବା ଉଚିତ ନୁହେଁ। ଗୃହ କାର୍ଯ୍ୟ କିଛି କରୁଛନ୍ତି, ଧୈର୍ଯ୍ୟବାନ ହୋଇ କାର୍ଯ୍ୟ କରନ୍ତୁ। କର୍ମକ୍ଷେତ୍ରକୁ ଜଗି ରଖି ଚାଲନ୍ତୁ। ଆଜିର ଲକି ନମ୍ବର୍ସ 1, ଲକି କଲର୍ସ ପିଙ୍କ, ଲକି ଡାଇରେକ୍ସନ ଇଷ୍ଟ। ଭଗବାନ ସୂର୍ଯ୍ୟ ନାରାୟଣଙ୍କୁ ଭକ୍ତିର ସହିତ ପୂଜା ଅର୍ଚ୍ଚନା କରନ୍ତୁ। ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ। ସୁଖର ଦିନ କଟିବ। କର୍କଟ ରାଶି। ଅର୍ଥର ଆଗମନ ଅଛି। କୁଟୁମ୍ବ ପରିବାରରେ କିଛି କଷ୍ଟ ଆସିବାର ସମ୍ଭାବନା ଦେଖାଦେଉଛି। ଆର୍ଥିକ କ୍ଷେତ୍ରକୁ ନେଇ କିଛି ପ୍ଲାନ୍, କିଛି କଷ୍ଟ। ସ୍ୱାସ୍ଥ୍ୟ ପ୍ରତି ଯଥେଷ୍ଟ ଧ୍ୟାନ ଦେବା। ଦୂରଯାତ୍ରା କରିବା ପୂର୍ବରୁ ସ୍ୱାସ୍ଥ୍ୟ ଏବଂ କାହିଁକି ଯାତ୍ରା କରୁଛନ୍ତି, କୋଉଥିପାଇଁ କରୁଛନ୍ତି, କ'ଣ ଲାଭ ଅଛି ନା କ୍ଷତି ଅଛି। ଆଉ ଯଦ୍ୟପି ଆଜି ଆପଣଙ୍କର କୌଣସି କ୍ଷେତ୍ରରେ ଇଣ୍ଟରଭ୍ୟୁ ଅଛି, ଅନ୍ୟଥା କୌଣସି ମିଟିଂ ଆଟେଣ୍ଡ କରୁଛନ୍ତି, ବାଣୀକୁ ନିୟନ୍ତ୍ରଣ ରଖିବେ। ସ୍ୱାସ୍ଥ୍ୟ ପ୍ରତି, ଖାଦ୍ୟ ପାନୀୟ ଭୋଜନ ପ୍ରତି ଯଥେଷ୍ଟ ଧ୍ୟାନ ଦେବା ଆବଶ୍ୟକତା ଅଛି। ରିସ୍କ ନିଅନ୍ତୁନି ଆଜି। ଆଜିର ଲକି ନମ୍ବର୍ସ 7, ଲକି କଲର୍ସ ଗ୍ରେ, ଲକି ଡାଇରେକ୍ସନ ସାଉଥ। ମହାଦେବଙ୍କୁ ଆଜି କୁଶ ଜଳ ଦାନ କରନ୍ତୁ। ମହାମୃତ୍ୟୁଞ୍ଜୟ ମନ୍ତ୍ରକୁ ଜପ କରନ୍ତୁ। ସୁଖ ଦିନ କଟିବ। ସିଂହ ରାଶି। ସିଂହ ରାଶି ବ୍ୟକ୍ତିମାନଙ୍କ ପାଇଁ ମନକୁ କଣ୍ଟ୍ରୋଲ ରଖିବା, ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାର ମଷ୍ଟ ଇମ୍ପୋର୍ଟାନ୍ସ। କୌଣସି ଡିସିସନ୍ ନେଉଛନ୍ତି ବା ପତି ପତ୍ନୀ ମଧ୍ୟରେ ଅସନ୍ତୁଷ୍ଟତା ବା ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ଦେଖାଦେବାର ସମ୍ଭାବନା ଦେଖାଦେଉଛି। ଆଜିର ଲକି ନମ୍ବର 6, ଲକି କଲର୍ସ ହ୍ୱାଇଟ୍, ଲକି ଡାଇରେକ୍ସନ ସାଉଥ ଇଷ୍ଟ। ଭଗବାନ ଗଣେଶ ସ୍ତୋତ୍ର ପାଠ କରନ୍ତୁ। ସୁଖ ଦିନ କଟିବ। କନ୍ୟା ରାଶି। ଦ୍ୱାଦଶ ଚନ୍ଦ୍ରମା କେତୁ ସହିତ ଯୁଦ୍ଧ ଅଛି। ତାହେଲେ ନିଶ୍ଚିତ ରୂପରେ କୌଣସି ଦୂରଯାତ୍ରା କରୁଛନ୍ତି, କାହା ମନ କଥାକୁ ଭାଙ୍ଗି ପାରୁନାହାନ୍ତି, ବା ଜବରଦସ୍ତି ଯାଉଛନ୍ତି, ବା ଆଶାବାଦୀ ହୋଇଛନ୍ତି, ଲାଲଚବାଦୀ ହେଇଯାଉଛନ୍ତି, ବା ଲାଲଚକୁ ସାମ୍ନା କରୁଛନ୍ତି, ତାହେଲେ କିଛି ସମସ୍ୟା ଆସିବାର ସମ୍ଭାବନା ଦେଖାଦେଉଛି। ଦ୍ୱାଦଶ କାରକ ଏବଂ ମନକୁ କଣ୍ଟ୍ରୋଲ ରଖନ୍ତୁ। ଶତ୍ରୁ ଠାରୁ ଦୂରେଇ ରହିବା ପାଇଁ ଚେଷ୍ଟା କରନ୍ତୁ। ଏମିତି କିଛି କାର୍ଯ୍ୟ କରନ୍ତୁନି ଯାହାଫଳରେ ହସ୍ପିଟାଲ, ପୋଲିସ ମ୍ୟାଟର, କୋର୍ଟ କଚେରୀ ସମ୍ମୁଖୀନ କରିବାକୁ ପଡ଼ିପାରେ। କାହାରି ବ୍ୟକ୍ତିଗତ କାହା କଥା କାହା ଆଗରେ କହିବା ଉଚିତ ନୁହେଁ। ମନକୁ କଣ୍ଟ୍ରୋଲ ରଖନ୍ତୁ। ଖାଦ୍ୟ ପାନୀୟ ଭୋଜନ, ମୈଥୁନ ଶୟନ ବିଲକୁଲ ଧ୍ୟାନ ଦେବେ। ଗାଡ଼ି ଘୋଡ଼ା ଚଲେଇବା ସାବଧାନ। ଆଜିର ଲକି ନମ୍ବର 1, ଲକି କଲର୍ସ ପିଙ୍କ, ଲକି ଡାଇରେକ୍ସନ ଇଷ୍ଟ। ଭଗବାନ ସୂର୍ଯ୍ୟ ନାରାୟଣଙ୍କୁ ଭକ୍ତିର ସହିତ ପୂଜା ଅର୍ଚ୍ଚନା କରନ୍ତୁ। ନିଜର ମାତା ପିତାଙ୍କୁ ଭକ୍ତି ଶ୍ରଦ୍ଧା ଆଦର କରନ୍ତୁ। କ୍ରୋଧାନ୍ୱିତ ନୁହେଁ, ଆନନ୍ଦିତ ସମର୍ପଣ। ସୁଖ ଦିନ କଟିବ। ତୁଳା ରାଶି। ଆଶା ଠାରୁ ଅଧିକ, ବିଶ୍ୱାସ ଠାରୁ ମଧ୍ୟ ବିଜୟ ପ୍ରାପ୍ତି ସଫଳତା ଦେଖାଦେବ। ବିଦ୍ୟାର୍ଥୀ ବିଦ୍ୟା କ୍ଷେତ୍ର ପ୍ରତି ଯଥେଷ୍ଟ ଫୋକସ୍ ରଖନ୍ତୁ। ଆଜିର ଲକି ନମ୍ବର୍ସ
Two lucky colors, white lucky direction northwest. ମହାଦେବଙ୍କ ଭକ୍ତିର ସହିତ ପୂଜା ଅର୍ଚ୍ଚନା କରନ୍ତୁ। ସୁଖ ଦିନ କଟିବ। ବିଛାରାଶି ବିଛାରାଶି ବ୍ୟକ୍ତିମାନଙ୍କ ପାଇଁ କର୍ମକ୍ଷେତ୍ର ବା ପିତୃଙ୍କ କାର୍ଯ୍ୟରେ ବହୁତ ଟିକେ କଷ୍ଟ ଆସିପାରେ, ସମସ୍ୟା ସମ୍ମୁଖୀନ ହେବାକୁ ପଡ଼ିପାରେ, ଅଧିକରୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। କିନ୍ତୁ ମନେ ରଖିଥିବେ ନିଜର କମଜୋରିକୁ କୌଣସି ବ୍ୟକ୍ତି ଆଗରେ ପ୍ରକାଶ କରନ୍ତୁନି, ଧୋକା ଖାଇଯିବେ। ସାବଧାନ। ମାତା ଯଦି କାହା ସାଙ୍ଗରେ ପରାମର୍ଶ କରିବାର ଅଛି ତାହେଲେ ନିଜର ମାତୃତୁଲ୍ୟ ବ୍ୟକ୍ତିଙ୍କ ସହିତ ପରାମର୍ଶ କରନ୍ତୁ, ସେହି ରାସ୍ତା ମଧ୍ୟରେ କମଜୋରିକୁ କେବେ ପ୍ରକାଶ କରିବା ଉଚିତ ନୁହେଁ। କି ମାତ୍ର ସେଇ ଜଣେ ଯେ କି ମା ସେ ସପୋର୍ଟ କରିବେ। ଆଜି ଲକି ନମ୍ବର 5 ଲକି କଲର ସ୍କ୍ରିନ୍ ଲକି ଡାଇରେକ୍ସନ ନର୍ଥ। ଭଗବାନ ଲକ୍ଷ୍ମୀ ନାରାୟଣଙ୍କ ଭକ୍ତିର ସହିତ ପୂଜା ଅର୍ଚ୍ଚନା କରନ୍ତୁ। ଗଜେନ୍ଦ୍ର ବକ୍ଷ ସ୍ତୋତ୍ର ପାଠ କରନ୍ତୁ। ଗାୟତ୍ରୀ ମନ୍ତ୍ର ଜପ। ଧନୁରାଶି ଧନୁରାଶି ବ୍ୟକ୍ତିମାନଙ୍କ ପାଇଁ ଭାଗ୍ୟ ବାସ୍ ନିଜର ଭାଗ୍ୟ ନିଜ ହାତରେ। ଯେ କ'ଣ କରୁଛନ୍ତି, କ'ଣ କରିବା ଆବଶ୍ୟକତା ଅଛି, କ'ଣ କଲେ ବେଟର ହବ, ପାଣିକୁ ନିୟନ୍ତ୍ରଣ ରଖନ୍ତୁ। ଟାଇମ୍ ଟେବୁଲ ଟିକେ ମେଣ୍ଟେନ୍ କରିବା, ଭାବିଚିନ୍ତି କାର୍ଯ୍ୟ କରିବା, ପିତୃତୁଲ୍ୟ ବ୍ୟକ୍ତିଙ୍କୁ ସମ୍ମାନ ଆଦର ଭକ୍ତି କରିବା, ପିତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ଦେଖାଦେବାର ସମ୍ଭାବନା ଦେଖାଦେଉଛି ଏବଂ ଭାଇ ଭଉଣୀ ମଧ୍ୟରେ ଶ୍ରଦ୍ଧା ଆଦରତା ରଖନ୍ତୁ। ନୋ ଆର୍ଗୁମେଣ୍ଟ କରିବା ଉଚିତ ନୁହେଁ ବା କୌଣସି ବ୍ୟକ୍ତିଙ୍କୁ ବିଶ୍ୱାସ ଭରସା କରି ନିଜର ସର୍ବସ୍ୱକୁ ବତେଇବା ମଧ୍ୟ ଠିକ୍ ନୁହେଁ। ଆଜିର ଲକି ନମ୍ବର 8 ଲକି କଲର୍ସ ବ୍ଲାକ୍ ଲକି ଡାଇରେକ୍ସନ ୱେଷ୍ଟ। ଭଗବାନ ହନୁମାନ ମହାପ୍ରଭୁଙ୍କର ବଜ୍ର ବାଣ ସ୍ତୋତ୍ର ପାଠ କରନ୍ତୁ। ସୁଖ ଦିନ କଟିବ। ମକର ରାଶି ବ୍ୟକ୍ତିମାନଙ୍କ ପାଇଁ ଆପଣ କୌଣସି ବି କ୍ଷେତ୍ରରେ ଅଛନ୍ତି, ସ୍ୱାସ୍ଥ୍ୟ ପ୍ରତି ପ୍ରଥମତଃ ଧ୍ୟାନ ଦେବା। କ୍ରୋଧାନ୍ୱିତ ନୁହେଁ, ଶାନ୍ତ ଶ୍ରେଷ୍ଠତା। ଯଦି କେହି ନେଇ ଚାଲିଗଲା, କିଛି ନଷ୍ଟ ହେଇଗଲା ବା ମୋତେ ଧୋକା ଦେଇଛି, ଆଜି ଆର୍ଗୁମେଣ୍ଟ କରିବା ଉଚିତ। କୁଟୁମ୍ବ ପରିବାରରେ କୌଣସି ବାଧକ ଆସିପାରେ, କଷ୍ଟ ଆସିପାରେ, ସମସ୍ୟା ଆସିପାରେ, ସହନ ଶକ୍ତି ରଖନ୍ତୁ। ଏବଂ ମନେ ରଖିଥିବା ଦରକାର, କାହାରିକୁ ଯଦି ଆମେ କିଛି ପଇସା ଦଉଛେ ତାହେଲେ ଜାଣିବା ଯେ ମୁକ୍ତ କଣ୍ଠରେ ଦାନ କଲେ ଆଶା ରଖିବା ଉଚିତ ନୁହେଁ। ଗାଡ଼ି ଘୋଡ଼ା ସାବଧାନ ଚଳାନ୍ତୁ, ଆର୍ଗୁମେଣ୍ଟ ନୁହେଁ। ଆଜିର ଲକି ନମ୍ବର 4 ଲକି କଲର ସ୍କ୍ରିନ୍ ସିଲଭର ଲକି ଡାଇରେକ୍ସନ ସାଉଥ ୱେଷ୍ଟ। ସ୍ୱର୍ଗତ ପିତୃଙ୍କୁ ତର୍ପଣ କରନ୍ତୁ। ମହାଦେବଙ୍କୁ ଆଜି ଗଙ୍ଗା ଜଳ ଦାନ କରନ୍ତୁ। ସୁଖ ଦିନ କଟିବ। କୁମ୍ଭ ରାଶି ବ୍ୟକ୍ତିମାନଙ୍କ ପାଇଁ ଏକୁ ତ୍ୟାଗ କରନ୍ତୁ। ନିଜ କର୍ତ୍ତବ୍ୟରେ କୌଣସି ଅବହେଳା ରଖିବା ଉଚିତ ନୁହେଁ। ପତି ପତ୍ନୀ ମଧ୍ୟରେ ଶ୍ରଦ୍ଧା ରଖନ୍ତୁ, ଅଭିମାନ ନୁହେଁ। ପାର୍ଟନର ସହିତ ମନ ମିଳେଇ ଚଳିବା ପାଇଁ ଚେଷ୍ଟା କରନ୍ତୁ। ଧୋକା ଖାଇବାର ସମ୍ଭାବନା ଆଜି ଦେଖାଦେଉଛି ବା କୌଣସି ପାର୍ଟନରସିପ୍ ଡେଟ୍ ଉପରେ କିଛି ନା କିଛି ଗୋଟେ କାର୍ଯ୍ୟ ଦେଖାଦେବ। ତାହେଲେ ବିଶେଷ କରି ନିଜ କାର୍ଯ୍ୟକୁ ନିଜେ ତତ୍ପର ସହିତ କରିବା, ନିଜେ କେବେ କୌଣସି ଭୁଲ ଚୁକ୍ କାର୍ଯ୍ୟ କରିବା ଉଚିତ ନୁହେଁ ବା ନିଜ ତରଫରୁ କୌଣସି ଭୁଲ ଚୁକ୍ ହେବା ଉଚିତ ନୁହେଁ। ଆଉ ଯଦି ବି ହେଇଛି ଶାନ୍ତ ହେଇଯିବା ଦରକାର, ଆବଶ୍ୟକତା ଅଛି। ଉଚ୍ଚ ବସ୍ ବା କର୍ମଚାରୀଙ୍କ ସହିତ ଶ୍ରଦ୍ଧାବାନ ହୁଅନ୍ତୁ। କର୍ମକ୍ଷେତ୍ରରେ କୌଣସି ମହିଳା ସହିତ ବିଶେଷ ସମ୍ପର୍କ ଆଜି ରଖନ୍ତୁ ନାହିଁ। ବେଫିଜୁଲ ପ୍ରେମ ହେବାର ସମ୍ଭାବନା ଦେଖାଯାଉଛି ବା କୌଣସି ମହିଳା ହୁଅନ୍ତୁ ଯେ ପୁରୁଷ ହୁଅନ୍ତୁ, ବାଣୀ ବ୍ୟବହାର ସମ୍ମାନ ପ୍ରତି ଧ୍ୟାନ ଦେବେ। ଆଜିର ଲକି ନମ୍ବର 4 ଲକି କଲର୍ସ ଗ୍ରୀନ ସିଲଭର ଲକି ଡାଇରେକ୍ସନ ସାଉଥ ୱେଷ୍ଟ। ଗୋ ମାତାକୁ ସେବା କରନ୍ତୁ। ଗାୟତ୍ରୀ ମନ୍ତ୍ରକୁ ଜପ କରନ୍ତୁ। ମସ୍ତକରେ ଭସ୍ମ ହଉ ତାହେଲେ ଚନ୍ଦନ ଟିକେ ଧାରଣ କରନ୍ତୁ। ଯଦି ପାରୁଛନ୍ତି ବରଗଛର ଓହଳ ଟିକେ ନିଜ ପାଖରେ ରଖନ୍ତୁ। ସୁଖ ଦିନ କଟିବ। ମୀନରାଶିର ଦ୍ୱାଦଶ ଭାବରେ ଚନ୍ଦ୍ରମା ରାହୁ ସହିତ ଯୁତି ଅଛି। ଅଧିକ ମାୟା, ଅଧିକ ଲୋଭ କଷ୍ଟ ଦେବ। ଦୂରଯାତ୍ରା ମଧ୍ୟ ଦେଖାଦେଉଛି। ଇନକମ୍ ଠାରୁ ଅଧିକ ଖର୍ଚ୍ଚ ସାମ୍ନା କରିବାକୁ ପଡ଼ିବ। ଲେନଦେନକୁ ନେଇ ବହୁତ ଭାଗଦାର ଦେଖାବ, କଷ୍ଟ ଦେଖାବ। ସାବଧାନ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। କ୍ରୋଧ ନୁହେଁ, ଅସନ୍ତୁଷ୍ଟତା ନୁହେଁ, ଶାନ୍ତ ଚିତ୍ତ ମତରେ କାର୍ଯ୍ୟ କରନ୍ତୁ। କୌଣସି ଲେନଦେନ କରୁଛନ୍ତି ତାକୁ ତୁରନ୍ତ ଆପଣ ମେନସନ କରନ୍ତୁ, ଲେଖନ୍ତୁ। ଆଉ କାହାରି ସମ୍ମୁଖରେ ସାମୂହିକ ରୂପରେ କାହାକୁ କମ୍, କାହାକୁ ଅଧିକା, କାହାକୁ ବଡ଼, କାହାକୁ ଛୋଟ, କାହାକୁ ଗରିବ, କାହାକୁ ଅମୀର,
ଏମାନଙ୍କ ଭିତରେ ସମାନତା ରହିବା ଦରକାର ଅଛି। ୱାନ୍ ସାଇଡ୍ ହେଲେ ନାହିଁ ସାବଧାନ। ଆଜିର ଲକି ନମ୍ବର 8 ଲକି କଲର୍ସ ଅଫ୍ ବ୍ଲାକ୍ ଲକି ଡାଇରେକ୍ସନ ୱେଷ୍ଟ। ଗାଡ଼ି ଘୋଡ଼ା ସାବଧାନ ଚଲାନ୍ତୁ। ମହାଦେବଙ୍କୁ ଭକ୍ତିର ସହିତ ପୂଜା ଅର୍ଚ୍ଚନା କରନ୍ତୁ। ଶନିଦେବଙ୍କୁ ନା ପଠେଇ ଦିଅନ୍ତୁ ସୁଖରେ ଦିନ କରନ୍ତୁ। ପ୍ରିୟ ଦର୍ଶକ ବନ୍ଧୁ, ଏତ ଥିଲା ଆଜି ଦିନର 12ଟା ରାଶିର ରାଶିଫଳ। ଆଜି ତ ସମୟ ଦେଇଛି କାର୍ଯ୍ୟକ୍ରମକୁ ଆମେ ଏଇଠି ରଖୁଛୁ। ପୁଣି ଦେଖା ପାଇବା। ଜୟ ଜଗନ୍ନାଥ, ନମସ୍କାର।